ଜାଗର ରାତିରେ ଉଜାଗର କାହିଁକି ରୁହନ୍ତି? ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ହେଲେ ଆମ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣ ଆମ ଚ୍ୟାନେଲରେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ। ଏହା କରିବା ଦ୍ୱାରା ଆପଣ ଏହିଭଳି ତଥ୍ୟ ସର୍ବପ୍ରଥମେ ପାଇପାରିବେ। ଚଳିତ ବର୍ଷ ମହାଶିବରାତ୍ରି 8 ମାର୍ଚ୍ଚ 2024ରେ ପଡ଼ୁଛି। ହିନ୍ଦୁ ଧର୍ମରେ ଅଧିକାଂଶ ଦେବତା ଏବଂ ଦେବୀଙ୍କୁ ଦିନରେ ପୂଜା କରାଯାଏ, କିନ୍ତୁ ପ୍ରଦୋଷ କାଳ ଏବଂ ରାତ୍ରି ସମୟରେ ଶିବ ପୂଜା ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ମହାଶିବରାତ୍ରି ସମୟରେ ମଧ୍ୟରାତ୍ରିରେ ଉଜାଗର ରହିବାର ଏକ ପରମ୍ପରା ରହିଛି। ଆସନ୍ତୁ ଜାଣିବା ମହାଶିବରାତ୍ରିରେ ଜାଗ୍ରତ ହୋଇ ଶିବଙ୍କୁ ପୂଜା କରିବାର ମହତ୍ଵ କ'ଣ। ଭଗବାନ ଶିବ ବିନାଶକାରୀ ଶକ୍ତିର ତତ୍ତ୍ୱ ଏବଂ କାମ ଗୁଣର ଅଧିଷ୍ଠାତା ଅଟନ୍ତି। ରାତି ବିନାଶକାରୀ ସମୟକୁ ପ୍ରତିପାଦିତ କରେ ଏବଂ ଶିବ ବିନାଶର ଦେବତା, ତେଣୁ ରାତି ସମୟ ଶିବଙ୍କ ପାଇଁ ଅଧିକ ପ୍ରିୟ ଅଟେ। କିଛି ଜୀବ ଯେଉଁମାନେ ଦିନସାରା ସେମାନଙ୍କର କାର୍ଯ୍ୟ କରିଥାନ୍ତି, ରାତିରେ ତାହା ଶେଷ ହୁଏ। ରାତି ସମୟରେ ସମଗ୍ର ବିଶ୍ୱ ନୀରବ ରହିଥାଏ। ଏପରି ପରିସ୍ଥିତିରେ ଶିବଙ୍କ ସହ ଯୋଗାଯୋଗ କରିବା ସହଜ, ଯିଏ ସର୍ବଦା ଧ୍ୟାନରେ ଥାଏ। ଶାନ୍ତ ମନ ଥିବା ଲୋକମାନେ ସେମାନଙ୍କର ଲକ୍ଷ୍ୟ ହାସଲ କରିବାରେ ସଫଳ ହୁଅନ୍ତି। ଏହି କାରଣରୁ ମହାଶିବରାତ୍ରିଙ୍କ ଉପରେ ରାତ୍ରି ଉଜାଗର କରାଯାଏ। ବିଶ୍ୱାସ ଅନୁଯାୟୀ ମହାଦେବ ଏହି ରାତିରେ ଶିବଲିଙ୍ଗରେ ରୁହନ୍ତି, ତେଣୁ ଯିଏ ଶିବଙ୍କୁ ପ୍ରକୃତରେ ହୃଦୟରୁ ସ୍ମରଣ କରେ, ସେ ଶିବଙ୍କୁ ପ୍ରସନ୍ନ କରିନିଏ। ତାଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ଯଦି ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖାଯାଏ, ମହାଶିବରାତ୍ରିର ରାତିରେ ବ୍ରହ୍ମାଣ୍ଡରେ ଗ୍ରହ ଏବଂ ତାରାମାନଙ୍କର ଏପରି ସ୍ଥିତି ସୃଷ୍ଟି ହୁଏ, ଯେଉଁଥିପାଇଁ ଏକ ବିଶେଷ ଶକ୍ତି ଉପରକୁ ପ୍ରବାହିତ ହୁଏ। ଇକ୍ୱିନେସ୍ ଅର୍ଥ ହେଉଛି ଏହି ସମୟରେ ଗ୍ରହର କେନ୍ଦ୍ରୀୟ ଫଗୁଲ ଫୋର୍ସ ଏକ ବିଶେଷ ଉପାୟରେ କାମ କରେ ଏବଂ ଏହି ଶକ୍ତି ଉପରକୁ ଗତି କରେ, ଯାହାଦ୍ୱାରା ଲୋକମାନେ ଏକ ପ୍ରାକୃତିକ ଶକ୍ତିର ଲାଭ ପାଇପାରିବେ। ଏହି ସମୟରେ ମେରୁଦଣ୍ଡ ସିଧା ହେବା ଆବଶ୍ୟକ। ଆମେ ଶୋଇବା ସମୟରେ ଆମ ଶରୀର ପ୍ରଣାଳୀ ଶକ୍ତି ପାଏ ନାହିଁ। ଏହି କାରଣରୁ ମହାଶିବରାତ୍ରିଙ୍କ ରାତିରେ ଜାଗ୍ରତ ରହିବାକୁ ପରାମର୍ଶ ଦିଆଯାଇଛି। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଯଦି ଆପଣ ଆମ ଚ୍ୟାନେଲରେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ। ଏହା କରିବା ଦ୍ୱାରା ଆପଣ ଏହିଭଳି ତଥ୍ୟ ସର୍ବପ୍ରଥମେ ପାଇପାରିବେ।